ବାସ୍ତୁରେ ତିନୋଟି ଦ୍ୱାର ମୁଖ୍ୟ ଦ୍ୱାର ଏବଂ ବାଡ଼ି ଦ୍ୱାର ଆଉ ମଝି ଦ୍ୱାର ଯଦି ପାରାଲାଲ ରହୁଛି ତିନୋଟି ଦ୍ୱାର ଗୋଟିଏ ସରଳରେଖା ରହୁଛି ଏବଂ ବ୍ରହ୍ମକ୍ଷେତ୍ରରେ ସିଢ଼ି ଘରର ମଝି ପୋଜିସନରେ ଯଦି ସିଢ଼ି ଅଛି ତାହେଲେ ଏମିତି କଷ୍ଟ ଭୋଗିବା ପାଇଁ ପଡ଼େ। କଷ୍ଟ ହେଉଛି ଯେ ସେ ଘରକୁ ଅଭାବ ହିଁ ଲାଗି ରହେ, କାରଣ ଯାହା ଘରକୁ ଆସେ ତାହା ଶୀଘ୍ର ଆଉଟ୍ ହେଇଯାଏ ବା ସରିଯାଏ। ତେଣୁ ବ୍ରହ୍ମକ୍ଷେତ୍ର ଯେଉଁ ସିଢ଼ି ରହିଲା, ବ୍ରହ୍ମକ୍ଷେତ୍ର ସିଢ଼ିରେ ଘରର ପ୍ରତ୍ୟେକ ସଦସ୍ୟ ବା ଏଇ ସଦସ୍ୟମାନଙ୍କର ପେଟଜନିତ ସମସ୍ୟା ଦେଖାଯାଏ। ଶରୀର ଇନବାଲାନ୍ସ ହେଇଯାଏ। ପେଟ ଉପରେ ଯଦି କୌଣସି ଗୋଟେ ପ୍ରେସର ରହିଲା ତାହେଲେ ଶରୀର ଇନବାଲାନ୍ସ ରହିଯାଏ। ଏହି ବାସ୍ତୁରେ ଆମେ ଲକ୍ଷ୍ୟ କରନ୍ତୁ ଯେ ତିନୋଟି ଦ୍ୱାର ଗୋଟିଏ ସରଳରେଖାରେ ଅଛି ଏବଂ ବ୍ରହ୍ମକ୍ଷେତ୍ରରେ ସିଢ଼ି ଅଛି।